भारत माता की जय। इनकलाब जिंदाबाद। ଆମେ ତ ଭାଗ୍ୟବାନ ପିଲା ରେ ଆଉ କେ ଆମ ପରି ଥିଲା ରେ। ନାଇଁ 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 ନାଟା ସିନା ମୋର ବାଘେଶ୍ୱର ବାଘା କିନ୍ତୁ କିନ୍ତୁ ମୁଁ ଏ ଦୁନିଆର ହତ ଭାଗା ମଣିଷଟିଏ। ଏଠି ଭଲ ଲୋକଙ୍କର ସ୍ଥାନ ନାହିଁ। ସତରେ କଣ ଏଇ ସମାଜରେ ଭଲ ମଣିଷକୁ ବଞ୍ଚିବା ମନା। ମୋର ମଧ୍ୟ ଦିନେ ସ୍ୱପ୍ନ ଥିଲା ଭଲ ମଣିଷ ହେବି, ଦେଶ ମାତୃକା ପାଇଁ ସେବା କରିବି। ହେଲେ ଏଇ ଜନସମାଜ ମତେ ଯାର କହି ଉପହାସ କରୁଛି। ସତରେ ମୁଁ କଣ ଗୋଟାଏ ପାସ୍ଟା ଗରିବ ମଣିଷର ସାଥୀ ହେଉଛି ଦୁଃଖ, ଦୁଃଖର ବନ୍ଧୁ ହେଉଛି ଲୁହ। ଆଉ ସେହି ଲୁହକୁ ବାଦ ଦେଲେ ଏ ଅଭାଗା ମଣିଷଟା ଏକା ହୋଇଯାଏ। ଉପରବାଲା अरे କାହିଁକି ଏ ଜୀବନ ସୃଷ୍ଟି କଲୁ ରେ? ନା ମୋ ବାପାର ପରିଚୟ ଅଛି, ନା ମୋ ମାର ପରିଚୟ ଅଛି, ନା ମୁଁ ବଞ୍ଚି ପାରୁଛି, ନା ମୁଁ ମରି ପାରୁଛି। ମାମୁଁ ମତେ ପାଲି ପୋଷି ଏଡେଟେରୁ ଏଡେଟେ କଲେ, କିନ୍ତୁ କେତେ ଦିନ ଦୁନିଆ ଟାହିଟା ବସୁଛନ୍ତି। ଶେଷରେ ବାଧ୍ୟ ହୋଇ ତାଙ୍କ ଘରୁ ଲୁଚିକି ମୁଁ ପାଗଳ ଭୂମିକାରେ ଅଭିନୟ କରୁଛି। ମୁଁ କେବଳ ପାଗଳ ଭୂମିକାରେ ଅଭିନୟ କରୁଛି, କିନ୍ତୁ ମୁଁ ପାଗଳ ନୁହଁ। ନା ମୁଁ ପାଗଳ ନୁହଁ, କେବଳ ପାଗଳ ଭୂମିକାରେ ଅଭିନୟ କରି ଖୋଜୁଛି ଗୋଟାଏ ରହସ୍ୟ। କାହିଁକି ଏଠି ଭଲ ମଣିଷକୁ ବଞ୍ଚିବା ମନା।
ବାପାଲୋ ଧକଲା। ଚୁପ୍ ଏକଦମ ଚୁପ୍। କହିଲା କଣ ନା ଏଠି ଭଲ ମଣିଷକୁ ବଞ୍ଚିବା ମନା। ହେ, ରଖ ହୋ ତମ ସେ ଭଲ ମଣିଷକୁ। ଭଲା ଘର ବୁଡି ଏଣେ ପାଣି ଆଣ୍ଠିଏ ହେଲାଣି, ଭଲ ମଣିଷ ଖୋଜା ଚାଲିଛି। ଆରେ ବାବା ତୁ, ହେ ଭଗବାନ, ମୁଁ ତତେ ଚିହ୍ନି ପାରୁନଥିଲି। ହଁ ଏବେ କିନ୍ତୁ ମୁଁ ତତେ ଠିକ ଚିହ୍ନି ପାରୁଛି। ଆରେ ତୁ ହଉଛୁ ମୋ ଭଣଞ୍ଜା ବାଘେଶ୍ୱର ବାଘା, ଆଉ ମୁଁ ହଉଛି ତୋ ମାମୁଁ। ମୋ ନାଁ ହଉଛି ପ୍ରାଣନାଥ। चुप, एकदम चुप। खबरदार, होशियार। अच्छा जंगल में निरा हाँ, और जंगल निरा माने कौन बापा? बाघ गुंफा भीतर पदा कुबारी जी इसी बापा लो। सतर्क हो जाओ, हाँ, समस्त सतर्क हो जाओ। अच्छा तानारे कहबो कौन कहिबो बापा? बाघ नहीं गला, दौड़ी आस, दौड़ी आस। एठी हाँ एठी रावण देहरे निया लगई हसुथिबा सबु मनीष गोटाए गोटाए रावण। अच्छा हरे कृष्ण जप करी कंस को राक्षस बोली कहूथिबा जनता एठी गोटाए गोटाए कंस। अरे बाबा तू कौन सतरे पागल हो जाइଛୁ? ओहो तू कौन सतरे पागल? मु पागल मु पागल मु पागल मु पागल। अच्छा एठी समस्त पागल। तमे पागल मु पागल। मु पागल नु करे बाबा। पागल प्रेमी आवारा। गाई जा बापा, मन भरे के गाई जा। सर की जो सर से वो धीरे धीरे। अच्छा पागल हुआ रे मैं धीरे धीरे। ଆଉ ସେ ଛଇ ଆଉ ମୋ ପାଖରେ ଦେଖା ନା ରେ ଭଣଞ୍ଜା। ତୁ ପାଗଳ ନୁହଁ, କେବଳ ପାଗଳର ଅଭିନୟ କରୁଛୁ। ପାଗଳ ନ ହେଇକି ବି ଏ ଦୁନିଆ ଆଖିରେ ପାଗଳର ଅଭିନୟ କରି ଚାଲିଛୁ। କିନ୍ତୁ ମୁଁ ସବୁ ଜାଣେ ତୁ ପାଗଳ ନୁହଁ। ଆରେ ତୁ ତ ହଉଛୁ ମୋ ଭଣଞ୍ଜା ବାଘେଶ୍ୱର ବାଘା, ଆଉ ମୁଁ ହଉଛି ଏଇ ପ୍ରତାପଗଡ଼ର ରାଜା ପ୍ରତାପ କେଶରୀଙ୍କ ଗୁମାସ୍ତା, ଆଉ ମୋ ନାଁ ହଉଛି ପ୍ରାଣନାଥ। ତାହେଲେ ତମ ନା ପ୍ରାଣନାଥ? ଓ ବାବା ହଁ। ନଡ଼ିଆରେ ଅଛି ତିନିଟା କଣ? ଆଚ୍ଛା ସବୁ କଥା ତମକୁ ଜଣା। ଓ ବରାବା ତା ତମେ କହିପାରିବ କହିପାରିବ ଏଇ ସମାଜ କାହିଁକି ମତେ ମାଷ୍ଟାର୍ଟ କହେ? ପାରିବ ପାରିବ ମୋ ବାପା ମାଙ୍କ ପରିଚୟ
ଆରେ ଭଣଜା ମୁଁ କହିପାରିବି ଏ ସମାଜ କାହିଁକି ତତେ ବାଷ୍ଟାର୍ଡ କୁହେ ମୁଁ ଦେଇପାରିବି ତୋ ବାପା ମାଙ୍କ ପରିଚୟ ଆଜି ସବୁ ତତେ ଗୋଟି ଗୋଟି କରି ଖୋଲିକି କହିବି ଆଉ ମୁଁ ଯଦି ନ କହିବି ତାହେଲେ ଏ ଦୁନିଆ ଆଖିରେ ସବୁଦିନ ପାଇଁ ଦୋଷୀ ପାଲଟି ଯିବି ଆଉ ତୁ ଯଦି ନ ଜାଣିବୁ ତହିଁର କାରଣ ତାହେଲେ ଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ମନା ହେଇଯିବରେ ଶୁଣ ବାପା ଶୁଣ ଆମ ବାପା ମାଙ୍କର ଆମେ ଥିଲୁ ଦି ଭାଇ ଭଉଣୀ ଆଉ ଆମେ ଥିଲୁ ଗୋଟାଏ ଗରିବ ପରିବାରର ଆମ ଦୁଇ ଭାଇ ଭଉଣୀଙ୍କ ଭିତରେ ମୋ ଭଉଣୀ ଦେଖିବାକୁ ବହୁତ ସୁନ୍ଦର ଥିଲା ହେଲେ ବହୁତ ସୁନ୍ଦର ଥିଲେ କଣ କରିବୁ ବାପା ଗରିବ ହେଇଥିବା ହେତୁ ମୋ ଭଉଣୀକୁ ଜଣେ ଗରିବ ପୁଅ ବାହା ହେଇଗଲା ତାପରେ ଶୁଣିବାକୁ ଚାହୁଁଛୁ ତାପରେ ମୋ ଭଉଣୀ ବାହା ହେଇକି ଯେତେବେଳେ ଗଲା ବାହା ହେଲା ପରେ ମୋ ଭଉଣୀର ପୁଣି 2ଟି ସନ୍ତାନ ଜନ୍ମ ହେଲା ଅରେ ବାବା ତାପରେ ଯିଏକି ଏବେକାର ରାଜା ଏଇ ପ୍ରତାପ କେଶରୀ ଯେତେବେଳେ ସେ କି ଯୁବରାଜ ଥିଲା ରାଜା ନ ହେବା ପୂର୍ବରୁ ମୋ ଭଉଣୀର ରୂପ ଲାବଣ୍ୟରେ ମୋ ଭଉଣୀର ସୌନ୍ଦର୍ଯ୍ୟତା ଉପରେ ବିମୋହିତ ହେଇଗଲା ଆଉ ନିତିଦିନ ତମ ଘରକୁ ଆସି ଜୋର ଜବରଦସ୍ତ ମୋ ଭଉଣୀ ଉପରେ ଖରାପ ସମ୍ପର୍କ ରଖିଲା ମୁଁ ସବୁ ଜାଣିଛି ବାବୁ ମୁଁ ସବୁ ଜାଣିଛି ସେହି ଦିନର ହୃଦୟ ବିଦାରକ ଘଟଣାକୁ ମନେ ପକେଇଲେ ମୋ ସର୍ବାଙ୍ଗ ଶରୀର ଥରି ଯାଏ ମାମୁ ଥରି ଯାଏ ମୁଁ ସବୁ ଦେଖିଛି ମାମୁ ମୁଁ ସବୁ ଦେଖିଛି ମାମୁ କିନ୍ତୁ ସେଇ ରାଜା ପୁଅର ଅନ୍ୟାୟ ଅତ୍ୟାଚାରକୁ ମୋ ବାପା ମା ମତା ପାତି ସହି ଯାଉଥିଲେ ହେଲେ ସେତିକି ସମୟରେ ମତେ ହେଇଥାଏ 5 ବର୍ଷ ମାମୁ 5 ବର୍ଷ ରାଜା ପୁଅର ଅନ୍ୟ ଅତ୍ୟାଚାରକୁ ମୋ ବାପା ମା କେତେ ଦିନ ଯାଏ ସହନ୍ତେ ଶେଷରେ ବାଧ୍ୟ ହୋଇ ବିରୋଧ କଲେ ହେଲେ ସେଇ ରାଜା ପୁଅ କଣ ମାନିଲା ନା ମାମୁ ନା ମୋ ବାପା ମାଙ୍କ ବେକରେ ଦଉଡ଼ି ଲଗେଇ ତାଙ୍କୁ ପାତି କୁଣ୍ଠରେ ଝୁଲେଇ ଦେଲା ଆଉ ଏତିକିରେ ମଧ୍ୟ ତା ମନ ଶାନ୍ତି ହେଲାନି ଯେ ମୋ ବଡ଼ ଭଉଣୀ 10 ବର୍ଷର ହେଇଥାଏ ତା ଦେହରେ ନିଆଁ ଲଗେଇ ତାକୁ
ତାକୁ ଜିଅନ୍ତା ଜାଲି ପୋଡ଼ି ପାଉଁଶ କରିଦେଲା। ମୋ ଛାତି ହାତ ଗୋଡ଼ ଥରୁଥାଏ ମାମୁଁ ଥରୁଥାଏ। ତାପରେ ହଠାତ୍ ମୋର ଚେତା ଶୂନ୍ୟ ହୋଇଗଲା। ତାପରର ଘଟଣା ମୁଁ ଆଉ କିଛି ଜାଣିନି ମାମୁଁ, କିଛି ଜାଣିନି। ତାପରେ ସେଇ କୁଳାଙ୍ଗର ରାଜକୁମାର, ସେଇ କୁକୁର ପ୍ରତାପ କେଶରୀ ରାଜକୁମାର ତତେ ମରିଗଲାଣି ଭାବି ଛାଡ଼ିକି ସେଇଠୁ ଚାଲିଗଲା। ହରେ ଭଣଜା ହୋ, ଆଉ ମୁଁ ସେଠାକୁ ପହଞ୍ଚି ଦେଖିଲି ତ ସବୁ ସରି ଯାଇଥିଲା ରେ ଭଣଜା, ସବୁ ସରି ଯାଇଥିଲା। ହେଲେ ବାପା, ତୋ ପାଖକୁ ଯେତେବେଳେ ମୁଁ ଯାଇ ଦେଖିଲି ତୁ ବଞ୍ଚିଥିଲୁ ବାପା, ତୁ ବଞ୍ଚିଥିଲୁ। ଭଗବାନଙ୍କ କୃପାରୁ ତୁ ବଞ୍ଚିଥିଲୁ ରେ ବାପା। ଆଉ ସେଇଠୁ ମୁଁ ତତେ ଘରକୁ ନେଇ ଆସିଲି। ଆଉ ସେଇ ଦିନ ଠାରୁ ତତେ ମୁଁ ପାଳିଲି ପୋଷିଲି, ଏଡ଼େଟେରୁ ଏଡ଼େଟେ କଲି। ହେଲେ ତୁ ଭଣଜା, ମୋର କଣ ଏଇ ଦିନ ଦେଖିବାର ଥିଲା? ମୁଁ କଣ ଏଇ ଦିନ ଦେଖିବାର ଥିଲା? ଛାଡ଼ିଦେ ବାପା, ଛାଡ଼ିଦେ ଏ ମିଛ ଅଭିନୟ, ଛାଡ଼ିଦେ। କେତେ ଦିନ ଏ ପାଗଳ ଅଭିନୟ କରି ଏ ଦୁନିଆ ଆଖିରେ ବୁଲୁଥିବୁ, ସବୁ ଛାଡ଼ିଦେ। ଭଲ ମଣିଷକୁ ଏଠି ବଞ୍ଚିବା ମନା ହେଇଯାଇଛି ଯେତେବେଳେ ମୁଁ ପାଗଳର ଅଭିନୟ କରି ବଦଲା ନେବାର ରାହ ଖୋଜୁଛି। ମୁଁ ମୋ ବିଷୟରେ ସବୁ ଜାଣିଛି ବାବୁ, ସବୁ ଜାଣିଛି। କିନ୍ତୁ এই ଜନସମାଜକୁ ଜଣେଇଦେବା ଉଦ୍ଦେଶ୍ୟରେ ମୁଁ ତମକୁ ପଚାରିଲି। ମୋର ଟାର୍ଗେଟ ପିତୃହନ୍ତାର ପ୍ରତିଶୋଧ। ପାରିବୁନି ଭଣଜା, ତୁ ସେଇ ଭଦ୍ର ମୁଖା ପିନ୍ଧିଥିବା ଅଭଦ୍ର ଶାସକ ବିରୁଦ୍ଧରେ ଲଢ଼ି ପାରିବୁନି। ଏକା ତୁ କେବେ ହେଲେ ଲଢ଼ି ପାରିବୁନି। ହେଲେ ମୁଁ କେବେ ହେଲେ ଏ ଦୁନିଆକୁ କହିନି ରେ ବାପା, ତୁ ମୋ ନିଜ ଭଉଣୀର ସନ୍ତାନ ବୋଲି, ତୁ ମୋ ନିଜ ଭଣଜା ବୋଲି। ମୁଁ କେବେ ହେଲେ କହିନି। ପ୍ରତିଶୋଧ ନବୁ ତ, ପ୍ରତିଶୋଧ ନବୁ ତ? ତାହେଲେ ତତେ ମୋ ରାସ୍ତା ଧରିବାକୁ ପଡିବ। କାହିଁକି ନା ତତେ ଯେତିକି ବାଧୁଛି ଆଜି ମତେ ବି ସେତିକି ବାଧୁଛି ରେ। ତୁ ମୋ ରାସ୍ତା ଧର। ଆଉ ତୁ ଯେତିକି ପ୍ରତିଶୋଧ ନେବାକୁ ଚାହୁଁଛୁ, ମୁଁ ବି ଠିକ ସେମିତି ପ୍ରତିଶୋଧ ନେବାକୁ ଚାହୁଁଛି। ଆଉ ସେଇଥିପାଇଁ ଏଇ କୁଳାଙ୍ଗର ରାଜା ଘରେ ମୁଁ ଚାକର ଭଳିଆ କୁକୁର ଭଳି ତା ପାଦ ତଳେ ପଡି ରହିଛି। ଆଉ ଏଇ ଗୁମାସ୍ତା ଭୂମିକାରେ ତା ପାଖରେ ଅଭିନୟ କରୁଛି। କିନ୍ତୁ ମୋର ସ୍ୱପ୍ନ ବି ଅଛି ସେଇ ରାଜା ପ୍ରତାପ କେଶରୀ ସହିତ ବଦଲା ନବାର। ତୁ ଯଦି ମୋ ସହିତ ହାତ ମିଶେଇ ଦବୁ ତାହେଲେ ସେଇ କାର୍ଯ୍ୟଟା ଆହୁରି ସହଜ ହେଇଯିବ। ହଁ ରେ ଭଣଜା, ହଁ। ପାରିବୁ ତ? ପାରିବୁ ତ ତୁ? ତୁ ଯଦି ପ୍ରକୃତରେ ତୋ ମା ଛାତିର କ୍ଷୀର ଖାଇଛୁ, ତୁ ଯଦି ପ୍ରକୃତରେ ମୋ ଭଉଣୀର ରକ୍ତ, ତାହେଲେ ଆଜି ମତେ କଥା ଦେ ଭଣଜା, ଆଜି ମତେ କଥା ଦେ। ମୁଁ ତମକୁ କଥା ଦଉଛି ମାମୁ, ମୁଁ ପାରିବି ମାମୁ, ମୁଁ ଜରୁର ପାରିବି। ବାଘା
ବାଘେଶ୍ୱର ବାଘେଶ୍ୱର ବାଘ ଚାରିଆଡେ ଦୁର୍ଯୋଧନ ଶକୁନିର ରିଲେସନ ଏଠି ବଡ ନୁହଁ ବଡ ଏଠି छुरी मारी गुली करी जो सबका रब्बा रब्बा इसे ये दुनिया कहता है बाघेश्वर जो अहंकारी राजवंश एवं मध्य छोट जाति बड़ जाति भली अखंड भावना रखे निरीह परिवार को बर्बाद कर देले से अत्याचारी परिवार को छाड़बेनी मामो स्माश कर देबे जो पापी राजवंश जाति भेद भाव चक्करे गोटा निष्पाप शिशु को बलि पकाई देले से अत्याचारी परिवार को छाड़बेनी मामो बर्बाद कर देबे बर्बाद भद्र अमगा पिंधिवराज परिवार এই সমাজে ভালো মଣିষর পরিচয় পাচন্তে না মামু না ও কিন্তু কহিবে সেই ভালো মଣିষকে বঞ্চিবা পানা ভালো মଣିষকে বঞ্চিবা মনা ভালো মনিষকে 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 বঞ্চিবা মনা